ଆଜି ହଉଛି ବଉଳ ଅମାବାସ୍ୟା। ଅଟଗାଳି କ୍ଷୀରି ବନେଇକି ଆମ୍ବ ଗଛ ମୂଳରେ ଆଜି ଆମ୍ବ ଗଛକୁ ପୂଜା କରାଯିବ। ଚାଉଳ ଚୁନା କରିବା ପାଇଁ ବୋଉ ଆଜି ହେମଦସ୍ତା ବ୍ୟବହାର କରିଛି। କାରଣ ସକାଳ 8ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ପାୱାର କଟ ହେଇଥିଲା। ଚୁନା ତ ସରି ଯାଇଥିଲା କରିବା, କ୍ଷୀରି ବନେଇ ସାରିଥିଲା। ବହୁତ ବଡ ଆମ୍ବ ଗଛ ତ ନଥିଲା ଆମର, ଛୋଟ ଆମ୍ବ ଗଛରେ ପୂଜା ସାରିକି ଆଉ ଘରେ ଚାରିଆଡେ ପୂଜା ସାରିକି ଖରାରେ ବସିକି ଗରମ ଗରମ କ୍ଷୀରି ଖାଉଥିଲୁ। ଏତେ ଗରମ ଥିଲା ଯେ ଜିଭ ବି ଜଳିଗଲା। ବାଡ଼ିରେ ଶାଗ ଧନିଆ ଲଗେଇବୁ ବୋଲି କିଛି ଅଳ୍ପ ଜାଗା ଖୋଳିଥିଲୁ। ରାତିରେ ଶୋଇବା ପୂର୍ବରୁ ସବୁ ମଞ୍ଜିକୁ ଭିଜେଇ ରଖିଥିଲୁ। ଧନିଆ ମଞ୍ଜି, ପାଳଙ୍ଗ ମଞ୍ଜି ଆଉ ମେଥି ଶାଗ, କୋଶଳା ଶାଗ ମଧ୍ୟ ବୁଣା ହେଇଛି। ଏଇ ସବୁ ଶାଗ ତ ମାର୍କେଟରେ ମିଳିଯାଏ ବିନା ପରିଶ୍ରମ। କିନ୍ତୁ ଆମେ ଯଦି କିଛି ପରିଶ୍ରମ କରିକି ବାଡ଼ିରେ ଲଗେଇବା ତେବେ ଆମକୁ ଅର୍ଗାନିକ ଜିନିଷ ମିଳିବ। ଆଉ ଯେତେବେଳେ ଗଛ ଗୁଡାକ ବହୁତ ବଡ ବଡ ହେଇଯାଏ, ଖାଇବାଠୁ ଅଧିକ ମତେ ଦେଖିବାକୁ ବହୁତ ଭଲ ଲାଗେ। ଏଥର ରହୁଛି, ଦେଖାହବ ନେକ୍ସଟ ଭିଡିଓରେ। ଜୟ ଜଗନ୍ନାଥ।